ଆଜ୍ଞା। ଦ୍ୱିତୀୟ ଜିଜ୍ଞାସା ରହିଛି, ଇନ୍ଦ୍ରିୟକୁ ଅଧୀନରେ ରଖିବା ସମ୍ଭବ, ମନକୁ ଆୟତ୍ତରେ ରଖିବା ବି ସମ୍ଭବ, ସ୍ୱଭାବକୁ ଇଚ୍ଛାରେ ପରିଚାଳିତ କରିବା, କିନ୍ତୁ ଥରେ ଭାବ ସୃଷ୍ଟି ହେଲେ ତାହା ତୁମ ହାତରେ ରହେ ନାହିଁ, କେବଳ ଈଶ୍ୱର ହିଁ ତାର ଭାର ବହନ କରେ। କେମିତି ପ୍ରଥମ ଉତ୍ତରର ଏହା ସାମୂହିକ ମୀମାଂସା। ଇନ୍ଦ୍ରିୟକୁ ତମେ ଆୟତ୍ତ କରିପାରିବ, କାରଣ ଇନ୍ଦ୍ରିୟ ଆତ୍ମାର କୀର୍ତ୍ତଦାସ ମଧ୍ୟ। ଆତ୍ମା ତୁମ ଭିତରେ ଥିବାରୁ ଇନ୍ଦ୍ରିୟକୁ ଆୟତ୍ତ କରିବା ସହଜ କରିଥାଏ ଏବଂ ମନ ମଧ୍ୟ ଆତ୍ମାର ଦାସସ୍ୱରୂପ। ମନ ନିଜେ କ୍ରିୟା କରିପାରିବ ନାହିଁ ଆତ୍ମା ବ୍ୟତୀତ। ସ୍ୱଭାବ ଆତ୍ମାର ଆଭାସରେ ସ୍ୱଭାବ ସୂଚନାରେ ହେଇପାରେନି। ଏଇଭଳି ପରିସ୍ଥିତିରେ ଭାବନା ଆତ୍ମାରୁ ହିଁ ସୃଷ୍ଟି ହୁଏ। ତେଣୁ ଭାବପୂର୍ଣ୍ଣ ହବା ଦ୍ୱାରା ଏସବୁ ଜିନିଷ ରହିବ ନାହିଁ, କିନ୍ତୁ ସେଇଟା ତୁମ ଆୟତ୍ତରେ ନାହିଁ। ଏ ତିନୋଟି ଜିନିଷ ତୁମ ଆୟତ୍ତରେ ଅଛି, ଯେହେତୁ ଆତ୍ମା ତୁମ ଭିତରେ ବିଦ୍ୟମାନ। କିନ୍ତୁ ଭାବ କିଛି ସୃଷ୍ଟି ହୁଏ, ସେ ଭାବଟା ତୁମେ ଈଶ୍ୱରଙ୍କ ପାଇଁ ହିଁ ବ୍ୟବହାର କର। ତୁମ ଭିତରେ ଯେଉଁ ସ୍ୱଳ୍ପ ଭାବ ଅଛି ତାହା କେବଳ ଈଶ୍ୱରଙ୍କ ପାଇଁ ତୁମେ ଦେଇଥାଅ। ତେଣୁ ଈଶ୍ୱରଙ୍କ ପାଖରେ ତାହା ପହଞ୍ଚିଲେ ତାହା ତାଙ୍କ ଆଡ଼ୁ ତୁମ ପ୍ରତି ବିଭୁ କୃପା ଆସେ, ତୁମେ ଭକ୍ତ ହେଇପାରିବ। ସେଟା ତୁମ ଆୟତରେ ନାହିଁ। ତୁମର ପୁରୁଷାର୍ଥ ଏତିକି ଅଛି ଯେ ଭାବଟି ଯେଉଁ ଅଛି ତୁମ ଭିତରେ ତାକୁ କିଭଳି ଉପାୟରେ ଈଶ୍ୱରଙ୍କର ପାଖରେ ତମେ ଉପସ୍ଥାପନା କରିବ, ଭାବ କେମିତି ଲଗେଇବ, ସେଇଟା ତୁମ ଭିତରେ ଅଛି। ତ ସେଇ ଭାବଟା ଲଗେଇବାର ଉପାୟଟା ହଉଛି ତୁମକୁ ଆଗେ ନିଜକୁ ନିଜେ ଚିହ୍ନିବା ଦରକାର, ସମୀକ୍ଷା କରିବା ଦରକାର। ମୋ ଭିତରେ ଭାବ ଈଶ୍ୱରଙ୍କୁ ଆନନ୍ଦ ଦେଲା ଭଳି କେତେ ଅଛି, ଆଉ କେତେ ପରିମାଣରେ ମତେ କରିବାକୁ ପଡ଼ିବ। ଯଦି କେତେ ପରିମାଣରେ ଅଛି ତମେ ଜାଣିଦେଲ, ତାହେଲେ ତୁମେ ଆଉ ଅଧିକା ପ୍ରୟାସ କରିବା ପାଇଁ ଉତ୍ସାହିତ ହବ। ଯଦି ସମୀକ୍ଷା ନ କରିପାରିବ ଯେ ମୋ ପାଖରେ ଏତିକି ଅଛି କି ନାହିଁ, ତେବେ ତମେ ଆଉ ଭାବ ସୃଷ୍ଟି କରିପାରିବ। ମଣିଷର ସ୍ୱାଭିମାନ ଆଉ ଅଚେତନତାରୁ ସେ ଭାବେ ମୋ ପାଖରେ ସମ୍ପୂର୍ଣ୍ଣ ଭାବ ଅଛି, ଆଉ ଯେତିକି ଅଛି ଯଥେଷ୍ଟ, ତ ସିଏ ଆଗକୁ ବଢ଼ିପାରେନି। କିନ୍ତୁ ଯଦି ସେ ପ୍ରୟାସ କରେ ଯେ ନାଇଁ ମୋ ପାଖରେ ଭାବର ଅବସ୍ଥା ସ୍ୱଳ୍ପ ଅଛି, ମୁଁ ଈଶ୍ୱରଙ୍କୁ ପ୍ରାପ୍ତି ପାଇଁ ମୁଁ ପ୍ରୟାସ କରିବି, ସେ ସମୀକ୍ଷାଟା ନାହିଁ। ଉଦାହରଣ ଦେଖ, ଏବେ ଯେତେବେଳେ ବସିଛ ତମେ ଜାଣିଲ ଯେ ଠାକୁର ଆସିଛନ୍ତି, ତମ ଭିତରେ ସଙ୍ଗେ ସଙ୍ଗେ ତମ ଭିତରେ ଭାବ ସୃଷ୍ଟି ହେଇଯିବ ଯେ ଆମେ ଆଉ 5 ଲୋକଙ୍କୁ କହିବା, ଆମେ ଆଉ ଗୋଟେ ଶାଖା ତିଆରି କରିବା, କୋଉଠି ନାମ କରିବା, କୋଉଠି ସତ୍ସଙ୍ଗ କରିବା, କୋଉଠି ଯଜ୍ଞ କରିବା, କୋଉଠି ଏକାଠି ଭାଇମାନେ ନୂଆ ଭାଇମାନଙ୍କୁ ଏକାଠି କରିବା, ବିଗ୍ରହ ପ୍ରତିଷ୍ଠା କରିବା। এই ସବୁ ସ୍ଥୂଳ କାର୍ଯ୍ୟକୁ ପାଇଁ ତମେ ବ୍ୟସ୍ତ ବିବ୍ରତ ହେଇ ବହୁ ପଇସା, ବହୁ ଶ୍ରମ, ବହୁ ସମୟ ଦେଇ ତମେ ଆଗେଇ ଯାଉଛ। କିନ୍ତୁ କେବେ ଚିନ୍ତା କରୁଛ କି ତୁମ ଭିତରେ ଭଗବାନଙ୍କର ଭାବ କେତେ ପରିମାଣରେ ଅଛି, ତାକୁ ନିର୍ମାଣ କରିବା ପାଇଁ କେବେ କେହି ପ୍ରୟାସ କରିଛ? ଯିଏ କରିବ ସେଇ ହିଁ ଦାସ ସ୍ୱରୂପ ଭାବରେ ଥିଲେ ହିଁ କରିପାରିବ। ଯିଏ ଇଷ୍ଟ ସ୍ୱରୂପରେ ରହିଲା ସେ କେବଳ ପ୍ରସାର କରିବ, ବାହ୍ୟ ଲୋକଙ୍କୁ ଜଣାଇବ, ବାହାର ଜିନିଷରେ ସେ ମନ ବୁଦ୍ଧି ସବୁ କିଛି ହଜେଇ ଦବ। ଏ ଯୋଉ ଦାସ ସ୍ୱରୂପରେ ଯିଏ ରହିବ ସେ ଲୁଚିକି ରହିବ, ନିଜ ଭିତରେ ସୃଷ୍ଟି କରିବାକୁ ଚେଷ୍ଟା କରିବ। ଏଭଳି ପ୍ରକାରର ଭିତରେ ଭାବ ଆସିଲେ ଏ ପ୍ରଶ୍ନର ଉତ୍ତର ସମାଧାନ ହେଇପାରିବ।